ଜିରାଙ୍ଗରେ ନଦୀ ଗାର୍ଡ ୱାଲ୍ ନିର୍ମାଣରେ ଅନିୟମିତତା ଅଭିଯୋଗ। ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଗଜପତିବାସୀ ଏକତ୍ରିତ ହୋଇଛନ୍ତି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଅଞ୍ଚଳରେ ଚାଲିଥିବା ନଦୀ ଗାର୍ଡ ୱାଲ୍ ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅନିୟମିତତାର ଅଭିଯୋଗ ଉଠାଇଛନ୍ତି। ଏହି ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ଅଞ୍ଚଳବାସୀଙ୍କ ଅନୁରୋଧ ଅନୁଯାୟୀ ନିର୍ମାଣ ସ୍ଥଳରେ ପ୍ରକଳ୍ପ ସମ୍ପର୍କିତ କୌଣସି ସୂଚନା ଫଳକ ବା ନାମ ଫଳକ ଦିଆଯାଇ ନାହିଁ। ଫଳରେ ପ୍ରକଳ୍ପର ନାମ, ବ୍ୟୟ, ଅଟକଳ, କାର୍ଯ୍ୟାଦେଶ, ସମ୍ପୃକ୍ତ ବିଭାଗ ଏବଂ ଠିକାଦାରଙ୍କ ସମ୍ପର୍କରେ ସାଧାରଣ ଲୋକେ କୌଣସି ସ୍ପଷ୍ଟ ସୂଚନା ପାଇପାରି ନାହାନ୍ତି। ସେହିପରି ନଦୀ ଗର୍ଭରୁ ପଥର ବାହାର କରି ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ନେଇ ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହା ପାଇଁ ଆବଶ୍ୟକୀୟ ସରକାରୀ ଅନୁମତି ରହିଛି କି ନାହିଁ ତାହା ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ନିର୍ମାଣ କାର୍ଯ୍ୟର ମାନ, ପ୍ରକଳ୍ପ ସମ୍ପର୍କିତ କାଗଜପତ୍ର ଓ ନଦୀ ଗର୍ଭରୁ ପଥର ଉତ୍ତୋଳନର ଅନୁମତି ଯାଞ୍ଚ କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ତଦନ୍ତରେ କୌଣସି ବେଆଇନ କାର୍ଯ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତି ବା ଠିକାଦାରଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି। ବ୍ୟୁରୋ ରିପୋର୍ଟ, ଓଙ୍କାର ନ୍ୟୁଜ୍ ଓଡ଼ିଆ।